ପାଞ୍ଚ ଦିନ ତଳେ ବାହା ହୋଇଥିବା ସ୍ତ୍ରୀକୁ ଅଟୋ ଭିତରୁ ଟାଣି ଟାଣି ଉଠାଇ ନେଇଗଲେ ଗୁଣ୍ଡା। ସ୍ୱାମୀ ସ୍ତ୍ରୀ ଆଉ ମା ଅଟୋରେ ବସି ମନ୍ଦିର ଯାଉଥିଲେ। ଏତିକି ବେଳେ ଗୋଟିଏ ଧଳା ରଙ୍ଗର ସ୍କର୍ପିଓ ଧରି ଦଳେ ଯୁବକ ଅଟୋ ଆଗରେ ଆସି ଠିଆ ହୋଇଥିଲେ। ଆଉ 5 ଦିନ ତଳେ ଘରକୁ ଆସିଥିବା ବୋହୂକୁ ସିଧା ଶାଶୁଘର ଲୋକଙ୍କ ଆଗରେ ଉଠାଇ ନେଇଗଲେ। ଏମିତି କାହିଁକି କଲେ ଗୁଣ୍ଡାମାନେ? କ'ଣ ଥିଲା ରହସ୍ୟ? ଆସନ୍ତୁ ଜାଣିବା ଆଜିର ଏ କାହାଣୀ। ହ୍ୟାଲୋ ହାଏ ନମସ୍କାର, ଷ୍ଟୋରି ୱିଥ୍ ପ୍ରତାପର ଆଉ ଏକ ନୂଆ କାହାଣୀକୁ ଆପଣଙ୍କୁ ସ୍ୱାଗତ। ପୁରା କାହାଣୀ ଭିତରକୁ ଯିବା ପୂର୍ବରୁ ଏହି ଫଟୋ ଉପରେ ଟିକେ ନଜର ପକାନ୍ତୁ। ଏ ହେଉଛି ସେଇ ନୂଆ ନୂଆ ବାହା ହେଇ ଶାଶୁଘରକୁ ଆସିଥିବା ସ୍ତ୍ରୀ, ଯାହାର ନାଁ ହେଉଛି ମଞ୍ଜୁ, ଯିଏକି 5 ଦିନ ତଳେ ବାହା ହେଇ ଶାଶୁଘରକୁ ଆସିଲା। ଆଉ ସ୍ୱାମୀ ଶାଶୁ ନଣନ୍ଦ ସାଙ୍ଗରେ ଅଟୋରେ ବସି ମନ୍ଦିରକୁ ଯାଉଥିଲା। କିନ୍ତୁ ମଝି ରାସ୍ତାରେ ତାକୁ କିଏ ଏମିତି ଉଠେଇ ନେଲା। ମଞ୍ଜୁର ସ୍ୱାମୀ କୁଲଦୀପ ଦେଖୁଥିଲା ଆଖି ଆଗରେ ନିଜ ସୁନ୍ଦର ସ୍ତ୍ରୀ କିଡନାପ୍ ହେଉଥିଲା। ହଁ ଆଜ୍ଞା, ଘଟଣା ଅନୁସାରେ କୁଲଦୀପ ଆଉ ଅଞ୍ଜୁ ଦୁହେଁ ଭଲ ପାଉଥିଲେ ଆଉ ଆଗକୁ ବିବାହ କରିବାକୁ ନିଷ୍ପତ୍ତି ମଧ୍ୟ ନେଇଥିଲେ, ଯେଉଁଥିରେ ପୁଅ ଘର ଲୋକ ତଥା କୁଲଦୀପର ଘର ଲୋକେ ରାଜି ଥିଲେ। କିନ୍ତୁ ଝିଅ ଘର ଲୋକ ଏ ବାହାଘରରେ ବିଲକୁଲ ବି ରାଜି ନଥିଲେ, ଯାହାର କାରଣ ମଞ୍ଜୁର ଘର ଲୋକ କୁଲଦୀପକୁ ନିଜର ଜ୍ୱାଇଁ କରିବାକୁ ପସନ୍ଦ କରୁନଥିଲେ। ଯେଉଁଥିରେ ଝିଅ ଏହି କୁଲଦୀପକୁ ଭଲ ପାଉଥିବା କଥା ଜାଣିପାରି ଘର ଲୋକ ଝିଅର ବାହାଘର ଅନ୍ୟ ଏକ ଜାଗାରେ ଠିକ୍ କରିଥିଲେ। ବାହାଘର ତାରିଖ ମଧ୍ୟ ଧାର୍ଯ୍ୟ କରିଥିଲେ। କିନ୍ତୁ ମଞ୍ଜୁ ଘର ଛାଡ଼ି କୁଲଦୀପ ସହ ଫେରାର ହୋଇଯାଇଥିଲା ଆଉ ଦୁହେଁ ମନ୍ଦିରର ବିବାହ କରିନେଇଥିଲେ। ପରେ କୁଲଦୀପ ମଞ୍ଜୁକୁ ସାଙ୍ଗରେ ଧରି ଘରକୁ ଆସିଥିଲା, ଯାହାର ସବୁ ଘଟଣା ଝିଅ ଘର ଲୋକେ ଜାଣିସାରିଥିଲେ। କିନ୍ତୁ 5 ଦିନ ପରେ ଯେତେବେଳେ ଝିଅ ଶାଶୁ ସ୍ୱାମୀ ଆଉ ନଣନ୍ଦ ସହିତ ଅଟୋରେ ମନ୍ଦିର ଯାଉଥିଲା, ସେତିକି ବେଳେ ଝିଅର ଘର ଲୋକ କେମିତି ଜାଣିଲେ କେଜାଣି ସଙ୍ଗେ ସଙ୍ଗେ ନିଜ ସମ୍ପର୍କୀୟଙ୍କୁ ଧରି ମଝି ରାସ୍ତାରେ ଅଟୋକୁ ଅଟକାଇଥିଲେ ଆଉ ଜବରଦସ୍ତ ଅଟୋ ଭିତରୁ ଝିଅକୁ ଉଠାଇ ନେଇଯାଇଥିଲେ। ଯାହାଫଳରେ ରାଜସ୍ଥାନର ଏ ଘଟଣା ସୋସିଆଲ ମିଡ଼ିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ଝିଅ ଘର ଲୋକ ଯାହା କଲେ କ'ଣ ଠିକ୍ କଲେ, ନା ଝିଅ ଯାହା କରିଥିଲା ଠିକ୍ କରିଥିଲା? କମେଣ୍ଟ କରି ଆପଣଙ୍କ ମତାମତ ନିଶ୍ଚିତ ଜଣାଇବେ। ଆଜି ପାଇଁ ରହୁଛୁ, ଆମେ ପୁଣି ଆସିବୁ ଆଉ ଏକ ନୂଆ କାହାଣୀ ସହିତ ଷ୍ଟୋରି ୱିଥ୍ ପ୍ରତାପରେ। ସେତେବେଳେ ଯାଏ ନମସ୍ତେ, ଜୟ ଜଗନ୍ନାଥ।